हरि ओम नमो भगवते वासुदेवाय। ओम नमो भगवते श्री महापुरुष सदानंदाय। जय जय महापुरुष सदानंद जी की जय। सज्जन मंडली, प्रथम क्लिपर अवशिष्टांश मु बर्तमान आप निकट में उत्थापन करुच्ची। महापुरुषंकर चक्रामणा आप श्रवण करवा हे, त्रुटि क्षमा करेंगे। सुन रामचंद्र गुपत कथा, चकड़ा मोड़ाण कहे अच्युता। भक्त जन्म गोटी कहिवा फेई, जन्म पोथी अटे न कह काहीं। 772 पराबध सार, तत्वज्ञान अटे चकड़ा मोर। भक्तंक पाई ए गुप्त प्रकाश, खेदा लिखन जे अच्युति दास। बहु खेल हेब कली जुगर, मूर्ख ज्ञानी जे हेबे प्रबल। तेणु जुग देखी डर माड़ई, कुज्ञानी आगरे कहिबु नाही। कहिले अपराध गोटी पाइबु, श्री गुरु पाद कुहारी बसिबु। महापुरुष कहले राम जे ए राम, ये हूँ गुप्त चक्रा मराण। भक्तर कौट कौट जन्म होती मुझे सब ते कहूँ। 772 पराब्ध सार ये तत्व ज्ञान चकड़ा मराण। भक्तों ये गुप्त प्रकाश हम खेल खेदा लिखन। ये हूँ खेदा खेदा लिखन अच्युत दास कहूँ। बहु खेल कलिजुग हम। ये कली मूर्ख अज्ञानी प्रबल हो। तेणु ये जुग देखी मते डर माड़ुची। कुज्ञानी आगे केवे कहबुनु, कहले श्री गुरु पाद को हारीजु। आ गुरुपाद तू पाइबुनु। तेणु श्री गुरु पाद को ध, गुरु दया कले ज्ञान प्रचार हेबो। नेमाल बटरे लीला प्रकाश, चित्रत्पला नदी उत्तर तट। से बटरे लीलाद्य होइब, रामचंद्र दास मन रे भाव। हेतु कर राम सिद्धांत कुद, सेठारे जगिछि गुप्त अनंत। पश्चिम रे पद्मदल भकत, उत्तर रे थिबे दल अनंत। राम रे नेमाल बटरे लीला प्रकाश हो। चित्रत्पला नदी उत्तर बटरे, से बटरे लीला आद्य होइब। रामदास तू मन रे भावे। हेतु कर राम सिद्धांत कुद, सेठारे जगिछि गुप्त अनंत। अनंत अछन सेठी। पश्चिम रे पद्मदल भक्त अछंती, उत्तरे थिबे अनंत दल। आउ किए ना पूर्व रे रहिबे गहन दल, मध्य रे कोठ जे भकत सार। से कुद मध्यर उत्तर पाख, लिंब वृक्ष गोटी अच्छी प्रत्यक्ष। आमरे पूर्व रे गहन दल, आ मध्य कोठ दल रहिबे, 4 दल रहिबे। से कुद मध्य, से कुदर उत्तर पाखरे लिंब वृक्ष गोटी अच्छी। उदयस्त भूमि अटई सही, 33 कोटी जे देवता ध्याई। बेल वृक्ष जगुआली मंगला, छद्म जशोवंत करिब खेला। महापुरुष कहले से कुदर उत्तर मध्य पाखरे लिंब वृक्षटी थिब। उदयस्त भूमि से 33 कोटी देवता से लुकायित भाव थे। बेल वृक्षटी थी, ता जगुआली मंगला माँ थे। छदमे आ जशवंत
ସେ ଲୀଳା ଖେଳା କରିବେ। ଅଚ୍ୟୁତ ଅନନ୍ତ ବଳବନ୍ତ ଯଶବନ୍ତ ଜଗନ୍ନାଥ ଯଶବନ୍ତ ପଞ୍ଚସଖାରୁ ଜଣେ ସେଠି ଲୀଳା ଖେଳା ଲୁଚିକି ଛଦ୍ମବେଶରେ କରିବେ। କାଳିଆ ବୋଦାର ଶ୍ମଶାନ କାଳୀ ଲୀଳା ଭି ଆଇବ ଭଳି କି ଭଳି ଯୋଡ଼ା ସେ ତୁ ପାଖେ ହୋଇବ ଭଳି କଟକ ନଗର ଯିବ ଉଛୁଳି ଯୋବରା ଘାଟର ପୂର୍ବ ପାଖ ଛିନ୍ନମସ୍ତା ଦେବୀ ଅଛି ପ୍ରତ୍ୟକ୍ଷ ମାଟି ତଳେ ଧନ ପୁରୀ ରହିଛି ଦିନ ଅଚ୍ୟୁତି ଯେ ଚାହିଁ ରହିଛି। ମହାପୁରୁଷ କହିଲେ ରାମରେ କାଳିଆ ବୋଦାର ଶ୍ମଶାନ କାଳୀ ଲୀଳା ଭିଆଇବେ ସେ ଭଳି ଭଳି ଲୀଳା କରିବେ। ଯୋଡ଼ା ସେତୁ ଦେଖିବେ ଦୁଇଟା ସେତୁ ଲାଗି ଲାଗି ହେଇଛି ଯେଉଁଠି ସେଇ ଯୋଡ଼ା ସେତୁ ପାଖରେ ବଳି ହେବ କଟକ ନଗର ଉଛୁଳି ପଡ଼ିବ। ଯୋବରା ଘାଟର ପୂର୍ବ ପାଖରେ ଛିନ୍ନମସ୍ତକା ଦେବୀ ପ୍ରତ୍ୟକ୍ଷରେ ଅଛନ୍ତି ମାଟି ତଳେ ସେଇଠି ଧନ ପୁରୀ ରହିଛି। ଦିନ ଅଛି ସେ ଧନକୁ ଆଉ ଦେବୀକି ଚାହିଁଛି କାହିଁକିନା ଧନ ବାହାର କରି ଭକ୍ତଙ୍କୁ ବାଣ୍ଟିବ। କୁରୁକ୍ଷେତ୍ର ଅଟେ ଯେ ବଣ ସ୍ଥାନ ବଟ ବୃକ୍ଷ ଗୋଟିଏ ଅଛି ପ୍ରମାଣ ସେ ବଟ ପୁଟ ଧୂମ ବାହାର ହେବ ଜଗତପୁରରେ ଲୀଳା ଲାଗିବ ତିନି ତେତିଶରେ ଗୋଳ ଲାଗିବ ଯୋବରା ଘାଟ ଯେ ଲୀଳା ଲାଗିବ ସୀମାନ୍ତରେ ଘୋର ଯୁଦ୍ଧ ଲାଗିବ ଚୌଦ୍ୱାର ଚିତା ନଳା କୁହାବ ଚମକ ପଡ଼ିବ ଯାଜପୁରକୁ ଆବର ଝଙ୍କଡ଼ ସୀମା ମଧ୍ୟକୁ। ମହାପୁରୁଷ କହିଲେ ଯୋବରା ଘାଟ ପୂର୍ବ ପାଖରେ ଛିନ୍ନମସ୍ତା ଦେବୀ ଅଛନ୍ତି ମାଟି ତ ଧନ ଅଛି ମୁଁ ତାକୁ ଜଗିଛି। କୁରୁକ୍ଷେତ୍ର ଯେଉଁ ସ୍ଥାନ ଯେଉଁଠି କୁରୁପାଣ୍ଡୁ ଯୁଦ୍ଧ କରୁଥିଲେ କୁରୁକ୍ଷେତ୍ର ସ୍ଥାନ ବଟ ବୃକ୍ଷ ଗୋଟିଏ ଅଛି ପ୍ରମାଣ ସେ ବଟ ବୃକ୍ଷରୁ ଧୂଆଁ ବାହାରିବ ଜଗତପୁରରେ ଗୋଳ ଲାଗିବ 3-33 ଗୋଳ ଲାଗିବ ଯୋବରା ଘାଟ ଲୀଳା ଆଜି ପ୍ରକାଶ ହେବ ସୀମାନ୍ତରେ ଆମ ଭାରତ ପାକିସ୍ତାନ ସୀମାନ୍ତରେ ଯୁଦ୍ଧ ଲାଗିବ ଚୌଦ୍ୱାର ଚିତାର ଭାବ। ଆଉ କ'ଣ ହେବ ନା ଚମକ ପଡ଼ିବ ଯାଜପୁରକୁ ଆବର ଝଙ୍କଡ଼ ସୀମା ମଧ୍ୟକୁ ଭକ୍ତ କିଣା ଦାସ ହେବ ବାହାର କଳାଗିରି ଠାରେ ଲାଗିବ ଖେଳ ତ୍ରିଚକୀ ରହିଛି ଯୋବରା କୂଳ ଲକ୍ଷ ଲକ୍ଷ ମ୍ଲେଚ୍ଛ ହେବେ ସଂହାର ଶୁଣ ରାମଚନ୍ଦ୍ର ଗୁପତ କଥା ନେମାଳ ବଟରୁ କହେ ଅଚ୍ୟୁତା ଭକତ ନାମକୁ କରେ ଲିଖନ ଶୁଣି ହେତୁର କର ବରଜ ରାମ। ମହାପୁରୁଷ କହିଲେ ସୀମାରେ ଗୋଳ ଲାଗିବ ଚମକ ପଡ଼ିବ ଯାଜପୁରରୁ ଆବର ଝଙ୍କଡ଼ ସୀମାକୁ ମଧ୍ୟ ଶୁଭିବ ଭକ୍ତ କିଣୁଦାସ ବାହାର ହେବ କଳାଗିରି ଠାରେ ଲାଗିବ ଖେଳ ତ୍ରିଛକି ରହିଛି ଯୋବରା କୂଳରେ ଲକ୍ଷ ଲକ୍ଷ ମ୍ଲେଚ୍ଛ ସଂହାର ହେବେ। ରାମଦାସ ଇଏ ଗୁପ୍ତ କଥା ନେମାଳ ବଟରୁ ଅଚ୍ୟୁତାନନ୍ଦ କହୁଛନ୍ତି ଇଏ ହେଉଛି ଗୁପ୍ତ କଥା ଭକତ ନାମକୁ ମୁଁ ଲେଖୁଛି ତୁ ହେ ବରଜରାମ ମନେ ରଖିଥିବୁ। ଦ୍ୱାଦଶ ଗୋପାଳ ଅଟୁ ସାର ତେଣୁ ପଞ୍ଚ ଆତ୍ମା ଅଟୁ ମୋହର ତୁଠାରେ ମୋହର ସୁଦଇଆ ଅଛି ଚକଡ଼ା ମୋଡ଼ାଣ କହେ ଅଚ୍ୟୁତି। ରାମରେ ତୁ ହେଉଛୁ ମୋର ଦ୍ୱାଦଶ ଗୋପାଳରୁ ଗୋଟିଏ ଗୋପାଳ ପ୍ରଥମ ଗୋପାଳ ସେଥିପାଇଁ ତୋ ଉପରେ ଶ୍ରଦ୍ଧା ଅଛି ବୋଲି ମୁଁ ଆଜି ତୁମ ପଞ୍ଚାତ୍ମା ଭାବି ମୁଁ ମୁଖ୍ୟ ଗ୍ରନ୍ଥ ଯେ କି ଚକଡ଼ା ମୋଡ଼ାଣରୁ ତୋତେ ଆଜି ମୁଁ କହୁଛି ଚକଡ଼ା ମୋଡ଼ାଣ ମୁଖ୍ୟ ଗ୍ରନ୍ଥ ମୁଁ କାହାକୁ କହେ ନା
ଏଣୁ ଭକତ ଛଇ ନୂଆ ପାଟଣା ଚୌଛକି ଠାରେ ହୋଇବ ହଣା ନାରଣ ଅଟଇ ନାମ ତାହାର ତାର ସ୍ତ୍ରୀ ପଦ୍ମାବତୀ ସତ୍ୱର କୈବର୍ତ୍ତ କୂଳେ ଜନମ ହୋଇ ସୁତା ସୁତ ଗୋଟି ତାହାର ନାହିଁ ଭକତ ମଧ୍ୟରେ ସେହି ଗଣନା ଦିନ ଅଚ୍ୟୁତି ଯେ ନୀତି ଭାବନା। ମହାପୁରୁଷ କହିଲେ ରାମରେ ମୋର ଭକ୍ତ ଗୋଟେ ନୂଆ ପାଟଣାରେ ଅଛି ଚୌଛକି ଠାରେ ସେ ହଣା ହେବ। ନାରାୟଣ ତା ନାମ, ତା ସ୍ତ୍ରୀ ନାଁ ପଦ୍ମାବତୀ। କୈବର୍ତ୍ତ ବା କେଉଟ କୂଳ କୈବର୍ତ୍ତ କୂଳରେ ଜନ୍ମ ହୋଇଛି। ତାର ପୁଅ ନାହିଁ କି ଝୁଅ ନାହିଁ, ଭକ୍ତ ମଧ୍ୟ ସେ ଗଣନା। ଏଣୁ କଟକର ସୁନା ଖୋଳା ଠାବର ଦୀନ କୃଷ୍ଣ ଭଗତ ଅଛି ସତ୍ୱର ସେଠାବରେ ଅଛି ଅପୋଡ଼ା ଭୂଇଁ ସେ ଭୂମି କଳନା ଦେବତା ନହିଁ ବାର ହାତ ଖଣ୍ଡା ଅଛି ସେଠାର କଟକ କଟିରେ ରୁଧିର ଗାର ଏକ ଭକ୍ତ ଅଛି ମଙ୍ଗଳା ବାଗ ତନ୍ତ୍ର ଶକ୍ତିରେ ସେ କରିଛି ଯୋଗ। ରାମରେ କଟକ ସୁନାଖଳା ଠାରେ ଦୀନକୃଷ୍ଣ ବୋଲି ଏକ ଭକ୍ତ ଅଛି ମୋର। ସେଠାରେ ସେ ଅପୋଡ଼ା ଭୂମି ଗୋଟେ ଅଛି। ସେ ଭୂମି କଳନା ଦେବତା ବି କରିପାରିନାହାନ୍ତି। 12 ହାତ ଖଣ୍ଡା ସେଇଠି ଅଛି। କଟକରେ ରୁଦ୍ର ଧାର ବହିବ। ଏକ ଭକ୍ତ ଅଛି ମଙ୍ଗଳା ବାଗରେ। ସେ ତନ୍ତ୍ର ସାଧନା ଯୋଗ ସାଧନା ସବୁ କରୁଛି। ଏଣୁ ସେ କ'ଣ କରେ ନା 2 ପୁତ୍ର 2 ଝିଅ ତାହାର ତାର ଶକ୍ତି ଶାନ୍ତି ଅଟେ ନିକର କାଳନ୍ଦୀ ଅଟଇ ତାହାରି ନାମ ଅଛବ କୂଳରେ ତାର ଜନମ। ତାର 2ଟି ପୁଅ 2ଟି ଝିଅ ଅଛନ୍ତି। ସେ ସତ୍ୟ ଶାନ୍ତିରେ ରହିଛି। ତା ନାଁ ହେଉଛି କାଳନ୍ଦୀ। ସେ ଅଛବ କୂଳରେ ଜନ୍ମ ହୋଇଛି। ଅତୀବ ସରଳ ବିଶ୍ୱାସୀ ସେହି ମାତା ତାର ଖଳ ପ୍ରକୃତି ହୋଇ ପିତା ନାମ ତାର ଅଟେ ଛନ କୋଟ ମାହାଲରେ ଚକଡ଼ା ଧ୍ୟାନ ସାରଳାଙ୍କୁ ଲୟ ସେହି କରିଛି ନାମ ଧ୍ୟାନ କରି ଦିନ ଯାଉଛି ଶାନ୍ତ ଧୀର ମନା ତାର ଭରଣୀ ଗାନ୍ଧର୍ବୀ କନ୍ୟା ସେ ସେଠାରେ ଜନ୍ମୀ ରଶ୍ମି ରେଖା ଅଟେ ତାହାର ନାମ 120ରେ ଗଣନା ସାର ଅତୀବ ଲୀଳା କରିବଟି ସେହି ଯୋବରା ଘାଟରେ ସେ ଲୀଳାମୟୀ। ମହାପୁରୁଷ କହିଲେ ତାର 2 ପୁଅ 2 ଝିଅ ଶାନ୍ତ ସରଳ ଭାବରେ ରହୁଛି। ତା ନାଁ କାଳନ୍ଦୀ। ଅଛବ କୂଳରେ ଜନ୍ମ ହୋଇଛି। ଅତୀବ ସରଳ ବିଶ୍ୱାସୀ। ତା ମାତା ଭାରି ଖଳ ପ୍ରକୃତି। ତା ବୋଉ ଯିଏ ଭାରି ଖଳ କଳୁଗୁରି ଖଳ ପ୍ରକୃତି ଲୋକ। ପିତା ନାମ 6 ଆଉ 9 କୋଟ ମାହାଲ ଚକଡ଼ା ଧ୍ୟାନ କରେ। ଶାଳାଙ୍କୁ ସେ ଲୟ କରିଛି। ନାମ ଧ୍ୟାନ କରି ସେ ଦିନ ଯାଉଛି। ଶାନ୍ତି ଧୀରମନା ତା ଘରଣୀ ଗାନ୍ଧର୍ବୀ କନ୍ୟା ସେଠାରେ ଜନ୍ମିବେ। ରଶ୍ମି ରେଖା ନାମ ତାର ହେବ। 120ରେ ଗଣନା ହେବ। ଅତୀବ ଲୀଳା ସେ କରିବ ଯୋବରା ଘାଟରେ ସେ ଲୀଳାମୟୀ। ଶୁଣ ରାମଚନ୍ଦ୍ର ବିରୂପାକୁଳ ଗ୍ରାମ ନାମ ଜରିପଡ଼ା ସତ୍ୱର ସେଠାବରେ ଶାନ୍ତି ଜନମ ନେଲା ପିତା ସୁଧାକର ମାତା ସୁଶୀଳା। ତ ସଜନମଣି ଆଜି ତ ସମୟ ହେଲାଣି। ପୁଣି ଆସନ୍ତାକାଲି ଏଇ ସନ୍ଧ୍ୟା ସମୟରେ ଆପଣଙ୍କୁ ଆମେ ମହାପୁରୁଷଙ୍କ କଥା ଆଲୋଚନା କରିବା। ଆଜି ପାଇଁ ତାହେଲେ ବିଦାୟ ଦିଅନ୍ତୁ। ବିଦାୟ ଦିଅନ୍ତୁ ଭାଇ ମନେ ପକାଉଥିବଟି ବିଦାୟ ଦିଅନ୍ତୁ ଭାଇ କଳି ଯୁଗେ ଏକା ସାର
एका हरि नाम गोटी विदाय दियंतु भाई मने पकाउथिबटी विदाय दियंतु भाई हरि ओम सर्वे भवन्तु सुखिनः सर्वे सन्तु निरामय सर्वे भद्राणि पश्यन्तु मां कश्चित् दुःखभाग् भवेत् शांति 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 जय जय महापुरुषोत्तम जी की जय।